ସାଙ୍ଗମାନେ ଏମିତି ସକାଳୁ ସକାଳୁ ଉଠେ ନା କାହାକୁ ଭଲ ଲାଗେ କହିବ। ମୋ ମମି ସକାଳୁ ଉଠିକି ଚିଲଉଛି ସେ ଉଠେ 6ଟା ବେଳୁ ଉଠୁଛି। ଶୀତ ଦିନ ଟିକେ ଶୋଇବା ପାଇଁ ବି ଦେଉନି ଶାନ୍ତିରେ। କ'ଣ କରିବି ମା' ଡାକୁଛି ମାନେ ଝିଅ ଜୀବନ ତ ଏଇଆ ଆଉ। ତ ଉଠିଲା ମୁଁ ଅଧଘଣ୍ଟେ ମୋଡ଼ି ପାଣି ନହେଲେ ମୁଁ ଉଠିବିନି ସେ ବିଛଣା। ଅଧଘଣ୍ଟେ ମୋଡ଼ି ପାଣି ହେଇସାରିଲା ପରେ ଉଠିଲି। ଉଠିଲା ପରେ ଦେଖିଲି ମମି କହିଲା ଦେ ଗୋଟେ ଜିନିଷ କ'ଣ ଇଏ ନା ଘରରେ ଯେତିକି କପଡ଼ା ପତ୍ର ସବୁ କାଟି ଟୁକୁରା କରିଦେଇଛି। ତ ମମି ତାପରେ ଗୋଟେ ଜନ୍ତା ବସେଇଥିଲା। ଆଜି ତା ବେଳା ଖରାପ ସେ ମୋ ହାବୁଡ଼ରେ ପଡ଼ିଯାଇଛି ଆଉ। ସେଠୁ ମମି ତାକୁ ଧରି ରଖିଦେଇଥିଲା। ମୁଁ ହଉ ମୁଁ ଉଠେ ଦେଖିବା ଆଉ। ତା ସହିତ କିଛି ସମୟ ଲାଗିଲା ପରେ ମୁଁ ରହିଥାଏ ଦେଖିବା। ଆଉ ସାଙ୍ଗମାନେ ସତ କହିବେ ମାନେ ସକାଳୁ ଉଠିଲା ପରେ କେମିତି ପାଗଳ ଭଳିଆ ଦେଖାଯାଆନ୍ତି। ଦେଖୁନାହାନ୍ତି କେମିତି ଅନୁଚିତ ଆଜି ତ ଟାଇମ୍ ହଉ ଟିକେ ସକାଳ ଅଛି ଟିକେ ଟାଇମ୍ ହଉ ତ କଥା ବୁଝା ହବ ଆଉ। ତ ଆମେ ସକାଳୁ ବାହାରିଗଲୁ ଟିକେ ଏଠି କୋଉଠି ଗଲେ ଏଟିଏମ୍କୁ ଟିକେ କାମ ଥିଲା ତ ଏଟିଏମ୍ ବାହାରିଗଲୁ। ଏଟିଏମ୍ରେ କାମ ସାରିକି ଭାଇ ଭଉଣୀ ଆସିଲା ବେଳେ ମାନେ ଯେଉଁ ଶୀତକୁ ଯଦି ଥଣ୍ଡା ପବନ ଆଉ ଇଏ ଜୋରେ ଗାଡ଼ି ଚଲାଉଛି ମାନେ ମୋତେ ଏତେ ଜୋର ଡର ଲାଗୁଛି କ'ଣ କରିବି ସାଙ୍ଗମାନେ। ତ ବାଧ୍ୟ ଯେତେ ଆଇଛି ଯେହେତୁ ଭାଇ ସହିତ ତ ଯିବାକୁ ପଡ଼ିବ ନା। ତ ଚାଲୁନୁ ଦେଖେ କୁଆଡ଼େ ନେଇଯାଉଛି। ତ ଆମେ ବାହାରିକି ଆସି ପହଞ୍ଚିଲୁ ଦୋକାନ। ହଁ ମମି ଫୋନ୍ କରି କହିଥିଲା ତ ଦୋକାନରୁ କିଛି ସଉଦା ଆଣିବାର ଅଛି ତ ମୁଁ ତାକୁ ପଠେଇଥିଲି ଘରକୁ। ମାନେ ଯା ମୋ କାମ ସାରିକି ତୁ ଆସିବୁ। ତ ସେ ଆଇଲା କାମ ସାରିଲା ପରେ ସେ ଆସିଲା ଆମ ଭାଇ ଭଉଣୀ ଚାଲୁନୁ ଘରକୁ। ତ ଦେଖାହେବ ଆଉ ଏକ ଭିଡ଼ିଓରେ। ବାଏ ବାଏ ସାଙ୍ଗମାନେ।